ଜୟଦେବ ତୁ ଶୁଣିକି ମୁଁ ଆସିଥିଲି ତମ ଘରକୁ ଆଉ ପୁଅ ଦେଖା ହେଲା ଆଉ ଗାଁକୁ ଯାଇଛ ଯାଅ ଯାଅ ଗାଁରେ ଲାଗ ପରୁଆ ନାହିଁ ସିଂହ ଭଳିଆ ରହିଛ ସେମିତି ଥାଅ ଆମେ ବି ପଛପଟେ ଯେତେବେଳେ ଦରକାର ଯୋଉଠି ରେଡି ଜୟ ଜଗନ୍ନାଥ ହଉ ହଉ ରହିଲି ହଠାତ୍ ତମ ମିଡ଼ିଆଠୁ ଶୁଣିଲି ଜୟଦେବକୁ ମାରିଦେବା ପାଇଁ ଧମକ କହିଛି ତାପରେ ଖବର ଆସିଲା ଯେଉଁ ଦୁଇ ଜଣ ଏକାଥରେ ନେଇଯାଅ ମୋତେ ଖବର ଦେଲ ଯେ ଜୟଦେବକୁ ମାରିବା ପାଇଁ ଥ୍ରେଟନିଂ ଦିଆହେଇଛି ତାପରେ ଫେର ଖବର ଦେଲ ଯେ ଦୁଇ ଜଣ ଆରେଷ୍ଟ ହେଇଛନ୍ତି ମୁଁ ହଠାତ୍ ଶୁଣି ଜୟଦେବ ଜେନାଙ୍କ ଘରେ ପହଞ୍ଚି ତାଙ୍କର ପୁଅ ଟିକିନା ମୋ ଡାହାଣ ପଟେ ଆମେ ସବୁ ପାରିବାରିକ ସମ୍ପର୍କ ଯଦି ପର୍ସନାଲ କିଛି ଦରକାର ପଡ଼ିବ ରାଜନୀତି ଫାଜି ଦଳ ଫଳ ଆମେ ଭୁଲିଯିବୁ ଜୟଦେବ ଦିହରେ କିଏ ଗୋଟେ ହାତ ମାରିଦେବ ଆମେ ଏ ଭୁବନେଶ୍ୱର ଖୋର୍ଦ୍ଧା ଭିତରେ ଆମେ ବରଦାସ୍ତ କରିପାରିବୁ ରାଜନୀତି ଅଲଗା ପର୍ସନାଲ ଲାଇଫ୍ ଅଲଗା ପର୍ସନାଲ ଫ୍ରେଣ୍ଡସିପ୍ ଅଲଗା ସେ ଗୋଟେ ମୋର ସାନ ଭାଇ ଏ ଗୋଟେ ପୁତୁରା ଆମେ ମଲା ପର୍ଯ୍ୟନ୍ତ ଆମ ମନ ଭିତରେ ଆମେ ଖଣ୍ଡାୟତ ପିଲା ଏଇ ଚରିତ୍ର ଆମର ମୁଁ ଖବର ପାଇକି ଦୌଡ଼ିକି ଆସିଥିଲି ଯେ ସେ ପିଲା ଆରେଷ୍ଟ ହେଇଗଲେଣି ଏବଂ ଆମେ ସେ କ୍ୟାରେକ୍ଟର ଲୋକ ନୁହଁ ଜୟଦେବ ଆମେ ସବୁ ସେ କ୍ୟାରେକ୍ଟର ଲୋକ ନୁହଁ ଆମେ ସେବା କରିକି ଆସିଛୁ ଛାତ୍ର ଜୀବନରୁ ଆଇଛୁ ଆମର ନେତୃତ୍ୱ ସବୁ ହରେକୃଷ୍ଣ ମହତାବ ବିଜୁ ପଟ୍ଟନାୟକ ଜାନକୀ ପଟ୍ଟନାୟକ ନୀଳମଣି ରାଉତରା ନନ୍ଦିନୀ ଦେବୀ ଏମାନଙ୍କ ସାଥିରେ କାମ କରିକି ଆସିଛୁ ଆମେ ହଣାକଟା ଟାଇପ୍ର ଲୋକ ନୁହଁ ଆମେ ଗୁଣ୍ଡା ଟାଇପ୍ର ଲୋକ ନୁହଁ କିନ୍ତୁ ଆମ ଉପରେ ଯଦି କିଏ କେଉଁ ପ୍ରକାରରେ ଫିଜିକାଲି ଚାହିଁବ ତାର 10 ଗୁଣ ଜବାବ ଦେବୁ ଅତି ଭଦ୍ର କିନ୍ତୁ ଭଦ୍ର ବୋଲି ଯଦି ଆମ ହୃଦୟକୁ ବାଜିଲା ଭଳିଆ କି ଶରୀରକୁ ବାଜିଲା ଭଳିଆ କିଏ ବ୍ୟବସ୍ଥା କରିବ ଆମେ କେବେ ବରଦାସ୍ତ କରିବୁନି ଆମେ ପାରିବାରିକ ସମ୍ପର୍କରେ ରହିବୁ ରାଜନୀତି ଅଲଗା ଯାହା ତମେ ସବୁ ଏକାଠି ହେଇଗଲ ଫଟ୍ କିନି ଆସିକି ମୁଁ ଧନ୍ୟବାଦ ଦେଉଛି